ବାଡ଼ିର କଅଁଳ ଛନ ଛନ ପୋଇ ସାଙ୍ଗକୁ ଚିଙ୍ଗୁଡ଼ି କାହିଁ କେତେ ପୁରୁଣା ଏଇ ଦୁଇ ଜଣଙ୍କର ଯୋଡ଼ି। ସପ୍ତାହକୁ ଥରେ ପ୍ରତି ରବିବାରେ ଆଜି ବି ଆସିଥିଲା ଘରକୁ ଚିଙ୍ଗୁଡ଼ି। ବାଡ଼ିରେ ପୋଇ ଡଙ୍କଟା ହାତେ ଯାଇଥିଲା ମାଡ଼ି, ତାକୁ ଦେଖି ବାପା କହିଲେ ଝିଅଲୋ ଆଜି ବନେଇ ଦେ ଟିକେ ପୋଇ ଚିଙ୍ଗୁଡ଼ି। ଗୋଟେ ସିକ୍ରେଟ୍ ଜିନିଷ ମିଶେଇକି ବନେଇଥିଲି, ବାପା ଖାଇକି କହିଲେ ଫାର୍ଷ୍ଟ କ୍ଲାସ୍ ହେଇଛି ବୋଲି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଟିକେ ଭିନ୍ନ ଶୈଳୀରେ ପୋଇ ଚିଙ୍ଗୁଡ଼ି କଷା ଗୋଟେ ସିକ୍ରେଟ୍ ଜିନିଷ ମିଶେଇକି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଏଠି ଆମେ ପୋଇ ଡଙ୍କକୁ ବାଛିଦେବା, ଛୋଟ ଛୋଟ ଖଣ୍ଡ କରିକି କାଟିକି, ପତ୍ରକୁ ଧୋଇକି ମଧ୍ୟ ଛୋଟ ଖଣ୍ଡ କରିକି କାଟିକି ରଖିବା। ଏଠି ମୁଁ ଟିକେ ଅଧିକ ପରିମାଣର ଆଳୁ ନେଇଛି, ଆଉ 2 ଖଣ୍ଡ ସାରୁ ମାନେ 2ଟି ସାରୁ, ଆଉ ଅଳ୍ପ ଟିକେ କଖାରୁ, ଆକୁ ଆମେ ଟିକେ ମିଡ଼ିୟମ୍ ସାଇଜ୍ କରିକି କାଟିକି ରଖିବା। ଆଉ ବେଶୀ ପରିବା ଏଥିରେ ପକାଇବାନି, ଏତିକି ପରିବା ନେବେ, ଆଳୁ ଟିକେ ଅଧିକ ନେବେ, ବଢ଼ିଆ ଲାଗିବ। ତାପରେ ରସୁଣ ଆମେ ନେବା ଗୋଟେ ବୁଦା ବା 10-12 କୋଲା ରସୁଣ ଟିକେ ଅଧିକ ପକାଇବେ, ଅଦା ଅଧା ଇଞ୍ଚର ଖଣ୍ଡେ, ତା ସହିତ ଗୋଟେ ପିଆଜ ଆଉ 4ଟି ଟମାଟୋ, ଆଉ ତା ସହିତ କଞ୍ଚା ଲଙ୍କା ଦେଇକି ବଢ଼ିଆ ଭାବରେ ୟାକୁ ଚପ୍ କରିଦେବେ। ଚପ୍ କଲେ ବହୁତ ସହଜରେ ପ୍ରସ୍ତୁତ ହେଇଯିବ, ଆଉ ତାର ବାସ୍ନାଟା ବହୁତ ବଢ଼ିଆ ରହିବ। ଆପଣମାନେ ଚାହିଁଲେ ଦରଦର କରିକି ବାଟିବେ, କିନ୍ତୁ ପୁରାପୁରି ପେଷ୍ଟ କରିବେନି, ନଚେତ ଆପଣମାନେ ଛେଚିକି ମଧ୍ୟ ନେଇପାରିବେ। ବହୁତ ବଢ଼ିଆ ବାସ୍ନା, ବହୁତ ବଢ଼ିଆ ସ୍ୱାଦ ଆସିବ। ଆଉ ତା ସହିତ ଆମେ ମସଲାରେ ନେଇଛୁ ଏଠି ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ହଳଦିଆ ସୋରିଷ, 2ଟି ତେଜପତ୍ର, ଡାଳଚିନି 2 ଖଣ୍ଡ, 2ଟି ଗୁଜୁରାତି, ଆଉ ଗୋଟେ ବଡ଼ ଚାମଚ ଧନିଆ। ଧନିଆ ପରିମାଣ ଟିକେ ଅଧିକ ନେବେ ଜିରା ଆଉ ସୋରିଷଠୁ, ଆଉ ହଳଦିଆ ସୋରିଷ ଟିକେ ନିଶ୍ଚୟ ପକାଇବେ। ଯଦି ନଥିବ ତାହେଲେ ସ୍କିପ୍ କରିବେ, କିନ୍ତୁ କଳା ସୋରିଷ ବିଲକୁଲ ପକାଇବେନି। ତାପରେ ଆମେ କ'ଣ କରିବା ନା, ସ୍ୱାଦ ଅନୁସାରେ ଲୁଣ ଦେଇକି ଭଲ ଭାବରେ ୟାକୁ ଗୁଣ୍ଡ କରିଦେବା। ଲୁଣ ପକାଇଲେ ପ୍ରଥମ କଥା ଏଇ ଶୁଖିଲା ମସଲା ଗୁଡ଼ିକ ବଢ଼ିଆ ଭାବରେ ଗୁଣ୍ଡ ହୋଇଯିବ। ଗୁଣ୍ଡ ହୋଇସାରିବା ପରେ ଆମେ ଅଳ୍ପ ପାଣି ଦେବା, ବେଶୀ ପାଣି ବିଲକୁଲ ଦେବାନି। 2-3 ବଡ଼ ଚାମଚ ପାଣି ଦେଇକି ପୁରା ଚିକଣ କରିକି ବାଟିଦେବା। ଏଠି ଆମର ବଟା ମସଲା ପ୍ରସ୍ତୁତ ହୋଇଗଲା। ମାତ୍ର ଏତିକି ମସଲାରେ ଆମେ ପ୍ରସ୍ତୁତ କରିବା ପୁରା ଜବରଦସ୍ତ ପୋଇ ଚିଙ୍ଗୁଡ଼ି କଷା। ଏବେ ଆମର ମସଲା ପନିପରିବା କଟାକଟି ହୋଇଯାଇଛି। ଏବେ ଦେଖନ୍ତୁ ଚିଙ୍ଗୁଡ଼ି 1/2 କିଲୋ ମୁଁ ନେଇଛି ଏଠି। ଚିଙ୍ଗୁଡ଼ି ଟିକେ ଅଧିକ ପକାଇବେ, ବଢ଼ିଆ ଲାଗିବ। ଚିଙ୍ଗୁଡ଼ିକୁ ଭଲ ଭାବରେ ବାଛିକି ଲୁଣ ହଳଦୀ ଗୋଳେଇକି 10 ମିନିଟ୍ ମୁଁ ଘୋଡ଼େଇକି ରଖିଥିଲି। ଏବେ ଆମେ ଏକାଥରକେ ପ୍ରେସର କୁକରରେ ପ୍ରସ୍ତୁତ କରିବା। ପ୍ରସ୍ତୁତ ହୋଇଯିବ ଜଲ୍ଦି, ଆଉ ବେଶୀ ବି ବାସନକୁସନ ଆପଣଙ୍କୁ ମଜା ଧୁଆ କରିବାକୁ ପଡ଼ିବନି। ଏମିତି ପ୍ରେସର କୁକରକୁ ଭଲ ଭାବରେ ଗରମ କରିଦେବେ, ସୋରିଷ ତେଲ ଦେଇଦେବେ। ସୋରିଷ ତେଲ ଭଲ ଭାବରେ ଗରମ ହୋଇଗଲା ପରେ ଆମେ ଚିଙ୍ଗୁଡ଼ିକୁ ଭାଜିବା। ଏମିତି ଖୋଲି ଖୋଲି ବା ଗୋଟି ଗୋଟି କରିକି ବଢ଼ିଆ ଭାବରେ ଟିକେ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜିବା। ଟିକେ ନାଲି ନାଲି କଲର୍ ଯେତେବେଳେ ହେଇଯିବ, ଏଠି ଦେଖନ୍ତୁ ପ୍ରଥମେ ଚିଙ୍ଗୁଡ଼ିରୁ ଟିକେ ପାଣି ପାଣି ବାହାରିବ। ଏଇ ପାଣିଟା ଭଲ ଭାବରେ ଶୁଖିଗଲା ପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଚିଙ୍ଗୁଡ଼ିକୁ ଭାଜିବେ। ବେଶୀ ଜାଳ ଦେବେନି, ଏମିତି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଧୀରେ ଧୀରେ ଭାଜିଲେ ବଢ଼ିଆ ଭାବରେ ଭାଜି ହେଇଯିବ। ଏଠି ଦେଖନ୍ତୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 5-7 ମିନିଟ୍ ଭିତରେ ଚିଙ୍ଗୁଡ଼ି ବଢ଼ିଆ ଭାବରେ ଭାଜିକି ତାର ରଙ୍ଗ ମଧ୍ୟ ବଦଳି ଗଲାଣି। ଏମିତି ହାଲକା ହାଲକା ଟିକେ ବାଦାମୀ ରଙ୍ଗ ଆସିଗଲା ପରେ ଆମେ ସବୁ ଚିଙ୍ଗୁଡ଼ି ଭଜାକୁ ବାହାର କରିଦେବା। ଏମିତି ଆପଣମାନେ ଯଦି କଡ଼େଇରେ ବି ଭାଜିଲେ ଚଳିବ, କିନ୍ତୁ ଏମିତି ପ୍ରେସର କୁକରରେ ଯଦି ଭାଜିଦେବେ, ସେଇଥିରେ ଆପଣମାନେ ସବୁ ପନିପରିବା କଷେଇକି କରିବେ, ବଢ଼ିଆ ଲାଗିବ ଆଉ ଜଲ୍ଦି ବି ପ୍ରସ୍ତୁତ ହେଇଯିବ। ଏବେ ଦେଖନ୍ତୁ ସେଇ ଯେଉଁଥିରେ ଚିଙ୍ଗୁଡ଼ି ଆପଣମାନେ ଭାଜୁଥିବେ ସେଇଥିରେ ହିଁ କଷେଇବେ ମସଲା, ତାର ବାସ୍ନାଟା ବହୁତ ବଢ଼ିଆ ରହିବ। ଏବେ ଆମେ ଚିଙ୍ଗୁଡ଼ି ଭଜାକୁ କାଢ଼ିକି ସେଇ ପ୍ରେସର କୁକରରେ ଆଉ ଗୋଟେ ଚାମଚ ଦେଇଦେବା ସୋରିଷ ତେଲ, ଆଉ ଯେଉଁ ଆମେ ଚପ୍ କରିକି ସବୁ ରଖିଥିଲେ ପିଆଜ ରସୁଣ ଅଦା କଞ୍ଚା ଲଙ୍କା, ସେଇଟା ପକାଇଦେବା। ତାପରେ ସ୍ୱାଦ ଅନୁସାରେ ଟିକେ ଲୁଣ ଦେବା, ହଳଦୀ ଗୁଣ୍ଡ ଅଧା ଛୋଟ ଚାମଚ, ଲଙ୍କା ଗୁଣ୍ଡ 1 ଚାମଚ, ଆଉ 1 ଚାମଚ ଦେବା କସୁରୀ ମେଥିର ଗୁଣ୍ଡ। ଆପଣମାନେ ଚାହିଁଲେ କସୁରୀ ମେଥି ମଧ୍ୟ ପକାଇ ପାରିବେ। ଏସବୁକୁ 2-3 ମିନିଟ୍ ପାଇଁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ କଷିଦେବା। ତାପରେ ଆମେ ଯେଉଁ ସିକ୍ରେଟ୍ ଜିନିଷ ଗୋଟେ ମିଶାଇବା, ଯାହାର କି ସ୍ୱାଦ ଆଉ ବାସ୍ନା ବହୁତ ବଢ଼ିଆ ରହିବ। ତରକାରୀ ପୁରା ଲଟପଟା ହେଇକି ରହିବ। ଏଠି ଦେଖନ୍ତୁ ମୁଁ 1 ଚାମଚ ନେଇଛି ମୁଗ ଡାଲି, ବେଶୀ ବିଲକୁଲ ପକାଇବେନି, 1 ଚାମଚ ମାତ୍ର ପକାଇକି ତାକୁ ଭଲ ଭାବରେ ଧୋଇକି ଟିକେ ବତୁରେଇ ଦେବେ 15-20 ମିନିଟ୍ ପାଇଁ। ଯେମିତି ଜଣାପଡ଼ିବନି ଏଥିରେ ମୁଗ ଡାଲି ପଡ଼ିଛି ବୋଲି। ମୁଗ ଡାଲି ବଢ଼ିଆ ଭାବରେ ମିଶିଯିବ, ପୁରା ତରକାରୀକୁ ଲଟପଟ କରିବ, ଆଉ ବହୁତ ବଢ଼ିଆ ସୁଆଦିଆ କରିବ। ମୁଗ ଡାଲି ଭଲ ଭାବରେ ବତୁରି ଯାଇଛି। ଏବେ ମୁଗ ଡାଲିକୁ ପକାଇକି ଆଉ 1-2 ମିନିଟ୍ ପାଇଁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଘୋଡ଼େଇକି କଷେଇଦେବା। ଯେତେବେଳେ ଦେଖିବେ ଏଇ ଯେଉଁ ପିଆଜ ରସୁଣ ଟମାଟୋ ଆମେ ଯେଉଁ ଚପ୍ କରିକି ରଖିଛେ ବଢ଼ିଆ ଭାବରେ ବାସ୍ନା ଆସିବ, ଭାଜି ହେଇଯିବ। ଆମେ ଯେଉଁ ବାଟିକି ରଖିଥିଲେ ଜିରା ଧନିଆ ଗୁଜୁରାତି ଡାଳଚିନି ଆଉ ଟିକେ ସୋରିଷ ପକାଇକି ସେଇ ବଟା ମସଲା ଏଠି ପକାଇକି
आउ 3 मिनिट पई टिके कसीदेबा। बेसी समय बिल्कुल लागबनी। एथिरे पानी न देकी एमिति लो फ्लेम रे आपण माने जदि कसीबे बहुत शीघ्र प्रस्तुत हो जिवो आउ स्वाद भी बहुत बढ़िया रहिबो। तापरे आमे कोन करबा ना धीरे धीरे सब पनीपरिबा दे देबा। पनीपरिबा रे आमे बेसी भी पनीपरिबा एठी नबानी, केवल आलू टिके अधिक नबा जहार कि स्वाद बहुत बढ़िया रहिबो। तापरे आमे चिंगुड़ी भजा एठी देकी पनीपरिबा चिंगुड़ी भजा आउ ए मसला को भल भाबरे कसीबा आउ 5 मिनिट पई लो टू मीडियम फ्लेम रे कसीदेबा। जेहेतु आमे पियाज रसुण अदा कंचा लंका को छेचिकी बा चॉप करके नहीं तार गोटे अलग बास्ना आसीबो। आउ जो हमें दालचीनी आउ गुजराती गरम मसला सहित गोटा मसला को बाटिकी देइचे तार बास्ना और स्वाद पूरा पूरी अलग रहिबो। ता सहित मुग डाली अल्प टिके पकेकी जो तरकारीटी बा कषाटी प्रस्तुत करेंगे एते सुआदिया लगिबो जे आपण माने हाथ चाटी चाटी खाइबे। एबे देखंतु पनीपरिबा मसला भल भाबरे कसी हे गला परे आमे जो पोई साग को धोइके छोट छोट खंड करके काटिकी रखिथिले एठी पक्के दबा आ गोटे मिनिट पई पोई साग को आउ टिके कसी दबा ए पनीपरिबा मसला सहित। एबे पूरा पूरी हमर कसी हे जाई जे पनीपरिबा मसला सहित। एबे आमे दबा पानी, बेसी पानी एथिरे देबेनी, पूरा लटपट हेकी रहइबो। आपण माने देखिकी पानी देबे, बेसी झोल भी आकु करिवेनी। जेहेतु मुग डाली आमे पकेइचे मुग डाली बढ़िया भाबरे सिझी जिवो आउ एमिति पानी देके गोटे सीटी आसीबा पर्यंत छाड़ी दबा मीडियम फ्लेम रे। बेसी सिझेइबेनी, मुग डाली बढ़िया भाबरे सिझी जाइछि देखंतु आ पूरा लटपट हेकी रहइबो। आ मुग डाली बेसी भी पकेइ देबेनी, अल्प टिके पकेइबे जे बहुत बढ़िया लागिबो। एबे देखंतु केते बढ़िया भाबरे प्रस्तुत हे जाइछि लटपटा हेकी चिंगुड़ी आउ पोई कषा। तापरे धनिया पत्र कटा किछि पकेइ देबे, गरमा गरम परसी देबे। एमिति लटपटा पोई चिंगुड़ी थरे प्रस्तुत करंतु आउ एमिति लटपटा पोई चिंगुड़ी कषाटा एते बढ़िया लागिबो जे आपण माने भात रुटी सबुथिरे खाइ परिबे। बापाको इच्छा रे मु आजि बनै देथिली मध्याह्न भोजन पई भात ता सहित हरड़ डाली को पोई चिंगुड़ी रो कषा ता सहित आंब। एतिकिरे मध्याह्न भोजन होइतिला। बापा खाइके एते खुशी हे गले जे शेषरे कहितिले बहुत बहुत बढ़िया लागुची, फास्ट क्लास हेची। आपण माने मध्य एमिति प्रस्तुत करंतु, खांतु, समस्तंकु खुआंतु। आजिर प्रस्तुति केमिति लागिला निश्चय जणेबे। आज पई एतिके। जय जगन्नाथ।